ଦେବାଦେବୀଙ୍କ ପାଖରେ କାହିଁକି ଆମେ ପିଆଜ ଏବଂ ରସୁଣ ବ୍ୟବହାର କରିପାରିବା ନାହିଁ? ଏହା ପଛରେ ବହୁତ ପୌରାଣିକ କଥା ଅଛି। ତା ମଧ୍ୟରୁ ଗୋଟିଏ ହେଲା, ଯେତେବେଳେ ସମୁଦ୍ର ମନ୍ଥନ ହେଉଥାଏ ସେତେବେଳେ ପ୍ରଭୁ ନାରାୟଣ ମୋହିନୀ ରୂପରେ ସମସ୍ତଙ୍କୁ ଅମୃତ ବାଣ୍ଟୁଥିଲେ। ସେହି ସମୟରେ ରାହୁ ଏବଂ କେତୁ ନାମକ ଦୁଇଟି ରାକ୍ଷସ ଦେବତାମାନଙ୍କ ଗହଣରେ ଛଦ୍ମବେଶରେ ବସିଥିଲେ। ଭୁଲବଶତଃ ରାହୁ ଏବଂ କେତୁ ନାମକ ରାକ୍ଷସଙ୍କୁ ନାରାୟଣ ଅମୃତ ପ୍ରଦାନ କରିଥିଲେ। ଏ ଖବର ପାଇବା କ୍ଷଣି ଦେବତାମାନେ ରାହୁ ଏବଂ କେତୁଙ୍କର ମୁଣ୍ଡକୁ କାଟିଦେଲେ। ମୁଣ୍ଡ କଟିଯାଇଥିଲେ ମଧ୍ୟ ଅମୃତ ହେତୁ ମୁଣ୍ଡ ଜୀବିତ ଥିଲା। ତାଙ୍କ ମୁଣ୍ଡରୁ ବାହାରିଥିଲା ଯେଉଁ ରକ୍ତ, ସେଥିରୁ ପିଆଜ ଏବଂ ରସୁଣର ଉତ୍ପତ୍ତି ହୋଇଥିଲା। ସେଥିପାଇଁ ତାହାକୁ ଅମର ବୋଲି କୁହାଯାଏ। ଅମୃତ ହେଲେ ମଧ୍ୟ ପିଆଜ ରସୁଣ ରାକ୍ଷସଙ୍କ ମୁହଁରେ ଅଇଁଠା ହୋଇଯିବା ହେତୁ ଭଗବାନଙ୍କର ପୂଜାରେ ଏହାକୁ ଲଗାଯାଇ ନଥାଏ। ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚିତ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି।